ଆଜି ଆମର ବୌଦ୍ଧ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବୌଦ୍ଧ ଟାଉନ୍ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମର ବ୍ଲକର ଏବଂ ଏନ୍ଏସି ମ୍ୟୁନିସିପାଲିଟିର ବିଭିନ୍ନ ଗାଁରୁ ବିଭିନ୍ନ ପଞ୍ଚାୟତରୁ ବେନିଫିସିଆରୀ ମାନେ ଆସିଥିଲେ। ସେମାନେ ଆଗରୁ ମଧ୍ୟ ତାଙ୍କର ରେଜିଷ୍ଟ୍ରେସନ କରିଥିଲେ। ଆଜି ମଧ୍ୟ ଏ ଜାଗାରେ ରେଜିଷ୍ଟ୍ରେସନ କରାଯାଉଥିଲା ଏବଂ ସେମାନଙ୍କୁ ସୁବିଧା ଦେବା ପାଇଁ ସବୁ ବିଭାଗର ଡକ୍ଟରମାନେ ଆସିଥିଲେ। ତାଙ୍କର କ୍ୟାମ୍ପ କରାଯାଇଥିଲା। ରେଜିଷ୍ଟ୍ରେସନ ପରେ ପରେ ସେମାନଙ୍କର ସବୁ ଠିକ୍ ଭାବରେ ଟେଷ୍ଟ କରାଗଲା ଏବଂ ଯେଉଁମାନେ ଉପଯୁକ୍ତ ବିବେଚିତ ହୋଇଛନ୍ତି ସେମାନଙ୍କୁ ଅତି ଶୀଘ୍ର ତାଙ୍କର UDID ସାର୍ଟିଫିକେଟ୍ ପ୍ରଦାନ କରାଯିବ। ତା ସହିତ ଏବେ ଜିଲ୍ଲାପାଳ, SP, ADM, ସବ୍ କଲେକ୍ଟର ମଧ୍ୟ ଆସିକରି ଆମର ଯେଉଁ ନୂତନ ଭତ୍ତା ପାଇଛନ୍ତି ଏବଂ ଯେଉଁ 2 ଜଣଙ୍କୁ ନୂତନ ଲ୍ୟାପଟପ୍ ଦିଆଯାଇଛି ଭିଜୁଆଲି ଇମ୍ପେୟାର୍ଡ ପିଲା ଯେଉଁମାନେ କି ହାୟର ଷ୍ଟଡି କରିବେ ଏବଂ ଆଉ ଜଣଙ୍କୁ ଏଇ ଜାଗାରେ ଅନ୍ ଦ ସ୍ପଟ୍ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଛି। ତାପରେ ପରେ ସମସ୍ତଙ୍କ ପାଇଁ ଏଇ ଜାଗାରେ ଆମର ବ୍ଲକ ଷ୍ଟାଫ୍ ଆଜି ଦିନ ସାରା ସବୁ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି। ଏଇ ଜାଗାରେ ରେଜିଷ୍ଟ୍ରେସନ ଠାରୁ ଆରମ୍ଭ କରି ବସିବା, ତାପରେ ପାନୀୟ ଜଳ ଯୋଗାଣ, ଟିଫିନ୍, ଖାଦ୍ୟ, ତାପରେ ଡକ୍ଟରମାନଙ୍କର ସବୁ ସୁବିଧା ଏବଂ ଅନଲାଇନ୍ ରେଜିଷ୍ଟ୍ରେସନ ଅନ୍ ଦ ସ୍ପଟ୍ ଏଇ ସବୁ ସୁବିଧା ଆଜି ଏ ଜାଗାରେ ଯୋଗାଇ ଦିଆଯାଇଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ଏମାନଙ୍କର ଯାହା ଯାହା ସୁବିଧା ସରକାରଙ୍କର ରହିଛି ସେଟା ନିଶ୍ଚିତ ଭାବରେ ସମସ୍ତଙ୍କୁ ଯୋଗାଇ ଦିଆଯିବ।